ଜୟଗୁରୁ। ଶ୍ରୀ ଶ୍ରୀ ଠାକୁରଙ୍କ ଅନୁକୂଳଚନ୍ଦ୍ରଙ୍କ ଚରଣରେ କୋଟି କୋଟି ପ୍ରଣାମ। ପୁରୁଷୋତ୍ତମ ସତ୍ତାର ଅନ୍ୟତମ ଆଧାର ଶ୍ରୀ ଶ୍ରୀ ବଡ଼ମା ଯେ ଅଭିନ୍ନ ଓ ପରମ ପ୍ରକୃତି, ଶ୍ରୀ ଶ୍ରୀ ଠାକୁର ନିଜେ ହିଁ ସେହି ବିଷୟକୁ ସୁନ୍ଦର କରି ସହଜ ଭାବରେ ପ୍ରକାଶ କରିଛନ୍ତି। ଏକ ବର୍ଷ ମୁଖର ଶୀତ ଦିନରେ ଶ୍ରୀ ଶ୍ରୀ ଠାକୁର ବହୁ ବିଷୟରେ ଆଲୋଚନା କରୁ କରୁ ହଠାତ୍ କହିଲେ, ଏପରି ଦିନରେ ପିଠା ପାଏସ ନ ହେଲେ ଖେଚୁଡ଼ି ଏଇସବୁ ଖାଇବାକୁ ହୁଏ। କାଳିଦାସ ମା କହିଲେ ଖାଇବେ, ବଡ଼ ମାଙ୍କୁ କହି ଆସେ। ସେତେବେଳେ ଠାକୁର ସହାସ୍ୟ ଉତ୍ତର ଦେଲେ, ସେ କଥା ଆଉ ପଚାର କାହିଁକି? ସେତେବେଳେ କାଳିଦାସୀ ମା କହିଲେ, କ'ଣ କହିବାକୁ କହିବି? ଏହି ପ୍ରଶ୍ନର ଖୁବ୍ ହିଁ ସ୍ୱାଭାବିକ ସତୁକ୍ତ ପ୍ରକାଶ କରିଲେ ସେ। ତା କ'ଣ ମୁଁ କହିପାରେ? ତା ବଡ଼ ବୋଉ ଜାଣେ। ମୁଁ ତ ପାଇଲେ ହିଁ ଖାଇଦେବି। କ'ଣ ଖାଇବା ଉଚିତ, କ'ଣ ଖାଇଲେ ସହ୍ୟ ହେବ, ତା ବଡ଼ ବୋଉ ଜାଣେ। ମୋର ପସନ୍ଦ କ'ଣ ତା ବି ଜଣାଅଛି। ମୋର ପେଟର ଅଭିଭାବକ ବଡ଼ ବୋଉ। ଶ୍ରୀ ଶ୍ରୀ ବଡ଼ମା କେବଳ ତାଙ୍କ ପେଟର ଅଭିଭାବକ ନ ଥିଲେ, ସିଏ ଥିଲେ ତାଙ୍କର ହିଁ ଅଂଶଜାତ ପରମା ପ୍ରକୃତି ଜଗତ୍ ଜନନୀ। ତେଣୁ ସାରା ଜୀବନ ଶ୍ରୀ ଶ୍ରୀ ଠାକୁର ଶ୍ରେଷ୍ଠ ନାରୀ ଓ ନାରୀତ୍ୱ, ଶ୍ରେଷ୍ଠ ମାତା ଓ ମାତୃତ୍ୱର ଉଦାହରଣ ହିସାବରେ ଶ୍ରୀ ଶ୍ରୀ ବଡ଼ମାଙ୍କୁ ହିଁ ବାରମ୍ବାର ତୁଳି ଧରିଛନ୍ତି। ଏପରିକି ବହୁ କ୍ଷେତ୍ରରେ ପାତିବ୍ରତ୍ୟ ସାର୍ଥକ ଦୃଷ୍ଟାନ୍ତର ସ୍ୱରୂପ ହିସାବରେ ଶ୍ରୀ ଶ୍ରୀ ବଡ଼ମାଙ୍କୁ ଉଲ୍ଲେଖ କରିଛନ୍ତି। ତେଣୁ ଶ୍ରୀ ଶ୍ରୀ ଠାକୁର ବଡ଼ମାଙ୍କ ପ୍ରସଙ୍ଗରେ କହିଥିଲେ, ତୁମେ ସ୍ୱାଧୀ ସତୀ ସ୍ୱାମୀ ପରାୟଣ, ତୁମକୁ ମୁଁ କ'ଣ ଶିକ୍ଷା ଦେବି? ବରଂ ମୁଁ ହିଁ ତୁମ ନିକଟରୁ ତୁମର ସ୍ୱାମୀ ଭକ୍ତି ଶିକ୍ଷା କରିବାକୁ ଉପଯୁକ୍ତ। ପାର ତ ତୁମେ ହିଁ ମୋତେ ଯେତେ ଦୂର ପାର ଚଳେଇ ନିଅ। ଜୟଗୁରୁ।